ଶ୍ରୀମାଙ୍କ 148ତମ ଜନ୍ମବାର୍ଷିକ ଉତ୍ସବ ପାଳିତ। ଶ୍ରୀମାଙ୍କ 148ତମ ଜନ୍ମବାର୍ଷିକ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ଭେଙ୍କଟରାୟପୁର ଖୁଣ୍ଟିଆ ସାହିସ୍ଥିତ ମାଳପଡ଼ିଆ ଶନିଶ୍ଚର ମଠଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସିଦ୍ଧିବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିବା ସମ୍ପୂର୍ଣ୍ଣା ଫାଉଣ୍ଡେସନ ଟ୍ରଷ୍ଟର ଚେୟାରମ୍ୟାନ୍ ଝିଲି ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପାଲା ଗାୟକ କଳାଶ୍ରୀ ଅଭିମନ୍ୟୁ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଚକ୍ଷୁ ଚିକିତ୍ସା ଅଧିକାରୀ ଗୌତମ ଦାସ, କୃପାନେତ୍ରର ସମ୍ପାଦକ ରବି ପାତ୍ର, କମ୍ୟୁନିଟି ହେଲ୍ଥ ଅଫିସର ଲକ୍ଷ୍ମୀପ୍ରିୟା ଦାସ, ସାମ୍ବାଦିକ ବିନୋଦ କୁମାର ଭୋଇ ପ୍ରମୁଖ ଯୋଗଦେଇ ଶ୍ରୀମାଙ୍କର ବହୁମୁଖୀ ମହିମା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଏଥିରେ ସୁମନ ଅନୁଷ୍ଠାନ ଓଡ଼ିଶା ସହଯୋଗୀ ସୁକାନ୍ତ କୁମାର ଜେନା, ସୁମନ ଜୋନ୍ ସଂଗଠକ ଶ୍ରୀଧର ବେହେରା, ପୁରୀ ଜିଲ୍ଲା ସଂଗଠିକା କୌଶଲ୍ୟା ସାମଲ, ବିପିନ ବିହାରୀ ଦାସଙ୍କ ସମେତ ବହୁ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି ଉତ୍ସବ ଲାଗି ମାଙ୍କର ପଦଚାରଣ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ଖୋର୍ଦ୍ଧା ଜିଲ୍ଲାରୁ ଶତାଧିକ ସୁମନ ଭଲ୍ୟୁଣ୍ଟର୍ସ ମାନେ ଆସି ଯୋଗଦାନ କରିଥିଲେ। ଏହି ବାର୍ଷିକ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତି ବ୍ୟକ୍ତିମାନଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କଟକରୁ ବିନୋଦ କୁମାର ଭୋଇଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।